ରାମକୁ ନିଜ କରିପାରିବୁନି। ଜାଣିଛି ଦାଦା ସାହେବଙ୍କର ଏକମାତ୍ର ଝିଅ ହିସାବରେ ତୁ ଯେତେବେଳେ ଯାହା ଚାହିଁଛୁ ସେଇଆ ପାଇଛୁ। ହେଲେ ତୁ ରାଧା ପାଖରୁ ରାମକୁ ଅଲଗା କରିପାରିବୁନି, ତୁ ନିଜ କରିପାରିବୁନି। ରାମର ପ୍ରେମିକା ଆରେ ମୁଁ ଯେତିକି ଜାଣିଛି ସେ ମଣିଷ ସିନା ଦିଟା ଏ ଜୀବନ ଗୋଟାଏ। କାମ କଣ ହବ? ତୁ ତ ରାମକୁ ନିଜ କରିପାରିବୁନି ନା। ଅସୁବିଧାଟା ତୋ ବାପାଙ୍କ ପାଖରେ। ତୁ ଜାଣିନୁ ରାମ ତୋ ବାପା ଭିତରେ ଶତ୍ରୁତା ବିଷୟରେ? ତୁ ଜାଣିନୁ ତୋ ବାପା ମୋ ବଡ ଭାଇ କଳିଯୁଗ ରକ୍ତେ ରାମର ପରିବାରକୁ ନରକଠାରୁ ବେଶୀ ଘୃଣା କରନ୍ତି। ଜାଣିଛୁ ଯଦି ସେ ଭୁଲ କରିବାକୁ ଯାଉଛୁ କାହିଁକି? ମୁଁ ଯଦି ତମକୁ ସେଇ ପ୍ରଶ୍ନ ପଚାରେ ମାନେ ତମେ ରାମର ଭଉଣୀ ଶାନ୍ତାକୁ ପ୍ରେମ କରୁଛ କାହିଁକି? ଓ ପ୍ରଶ୍ନର ଉତ୍ତର ଦିଅ। ଶାନ୍ତା ମୋ ପ୍ରେମ 15 ବର୍ଷର। ମୁଁ ଶାନ୍ତାକୁ 15 ବର୍ଷ ଧରି ପ୍ରେମ କରୁଛି। ଜୀବନ ଜୀବତ ନବ ରିଆ ସଭା କରୁ। ମୋ ସାନ ଭାଇ ବୋଲି ତମେ ଧୈର୍ଯ୍ୟ ସଭା ସୁଯୋଗ ଦଉଛି। ଅନ୍ୟ କିଏ ହେଇଥିଲେ ବନ୍ଧୁ କରି ଗୋଟାଏ କୁଳି ଉପହାର ଦେଇଥାନ୍ତି। ଭାଇ ତୁ କଣ ଜାଣିନୁ? ତା ସହିତ ମୋର ସମ୍ପର୍କ କର। ରାମ ଆଉ ତା ଭୂମି ପୂର୍ବରେ ମୁଁ ପଶ୍ଚିମ ସେମାନେ ଗୋଟାଏ ନଦୀର ଗୋଟାଏ କୂଳରେ ମୁଁ ଆଉ ଗୋଟାଏ ଧାର ଚାଳ ମିଶିବା ଅସମ୍ଭବ। ଭାଇ